ହେଲା ସମସ୍ତଙ୍କୁ କାଲିର ଭିଡ଼ିଓରେ ଯୋଉଥିପାଇଁ ରେଡ଼ି ହେଇଥିଲି ସେଇ ଫଙ୍କସନ୍ ଆଟେଣ୍ଡ କରିବା ପାଇଁ ବାହାରିଲି। ଏଇଟା ହେଉଛି ସେଇ ଜାଗା ଯୋଉଠି ଆମ ବାହାଘରର ରିସେପ୍ସନ୍ ହେଇଥିଲା। ଏବେ ଆଉ ଗୋଟେ ବାହାଘର ରିସେପ୍ସନ୍ ଆଟେଣ୍ଡ କରିବା ପାଇଁ ଫାର୍ଷ୍ଟ ଟାଇମ୍ ମୁଁ ଆସିଥିଲି। ଭିତର ଡେକୋରେସନ୍ ବି ବହୁତ ସୁନ୍ଦର ହେଇଥିଲା, ଲୋକଙ୍କ ଗହଳି ବି ବହୁତ ଥିଲା। କେସ୍ ନେବା ପାଇଁ ଲୋକ ଲାଇନ୍ରେ ରୁହନ୍ତି, କିନ୍ତୁ ଏଠି ଲୋକ କେସ୍ ଆଉ ଗିଫ୍ଟ ଦେବା ପାଇଁ ଲାଇନ୍ରେ ଲାଗିଛନ୍ତି। ଆମେ ବି ଲାଇନ୍ରେ ଠିଆ ହେଇକି ତାଙ୍କ ଗିଫ୍ଟ ଦେଇଦେଲୁ, ପୁଣି ଖାଇବା ପାଇଁ ଗଲୁ। ବହୁତ ସାରା ଲୋକ ଖାଇବା ପାଇଁ ଗହଳିରେ ଥିଲେ। ସ୍ୱାମୀ ସେ ଭିତରୁ ଯାଇକି ମୋ ପାଇଁ ପୁରୀ ଆଉ ତରକାରୀ ଆଣି ଦେଇଥିଲେ, କିନ୍ତୁ ସେ ଖାଇଲେନି, କାହିଁକିନା ସେ ଡାଇଟିଂ ମେଣ୍ଟେନ୍ କରୁଛନ୍ତି ପରା। ଆପଣମାନେ ତ ଶୁଣିଥିବେ ଶୋଇଲା ପୁଅର ଭାଗ ନାହିଁ, କିନ୍ତୁ ଏଠି ଡାଇଟିଂ ମେଣ୍ଟେନ୍ କରିବା ପୁଅର ଭାଗ ବୁଡ଼ିଗଲା। ଆଇଟମ୍ ଟେଷ୍ଟ କରିବା ଭିତରେ ଆମର ଡାଇଟିଂ କରିବା ଲୋକ 4-5 କପ୍ କଷ୍ଟେଡ଼ ଖାଇ ଦେଇଛନ୍ତି। ତାଙ୍କ ମୁହଁକୁ ଦେଖିଲାରୁ ବାସ୍ ଲାଜ ହେଇକି ତ ପଳେଇଲେ। ଆଉ କ'ଣ କୁହାଯିବ ଏ ମଣିଷକୁ। ମୁଁ ବି ତାଙ୍କୁ ଦେଖି କେତେଟା କଷ୍ଟେଡ଼ ଆଉ ଆଇସ୍କ୍ରିମ୍ ଖାଇ ଦେଇକି ଷ୍ଟେଜ୍ ଆଡ଼େ ପଳେଇଥିଲି। ଲୋକଙ୍କୁ ଦେଖି ଦେଖି ବରକନ୍ୟା ବି ପୁରା ଟାୟାର୍ଡ଼ ହେଇଯାଇଥିଲେ। ଶେଷରେ ପାଣି ପିଇକି ଟିକେ ରିଲାକ୍ସ ହେଇଥିଲେ କି ନାହିଁ, ପୁଣି ଫଟୋସୁଟ୍ ପୋଜ୍ରେ ପଳେଇ ଆସିଲେ। ଏଇଟା ଗୋଟେ ସବୁଠୁ ବଡ଼ ଦୁଃଖ ଥାଏ। ବାହାଘର ନିଜର, ଭୋଜି ନିଜର, କିନ୍ତୁ ଭୋଜି ଖାଇବା ପାଇଁ ସମୟ ମିଳେନି। ଆଉ ଯେତେବେଳେ ମିଳେ ସେତେବେଳେ ଭୋଜି ସରିଯାଇଥାଏ। ଆପଣମାନଙ୍କ ସହିତ ଏମିତି ହୋଇଛି ନା ନାହିଁ କହିବେ। ରହିଲି, ହରି ଓମ୍।